କାନ୍ଦୁଛି ଆଖିରୁ ଲୁହ ଶୁଖିବାର ନା କରୁନି। ଓହୋ ଆପଣ କାହିଁ ବ୍ୟସ୍ତ ହଉଛନ୍ତି କହିଲେ? କଣ ହେଲା କି ରେ? ମୋର ଘରକୁ ଆସନ୍ତୁ ତାଙ୍କୁ ପଚାରିବା ଯଦି ସେ କିଛି ଭୁଲ କରିଥିବେ ଦଣ୍ଡ ନିଶ୍ଚୟ ପାଇବେ। ଓହୋ ତୁ ବୋଧେ ତା ଭାଉଜ ତୋ ଦିଅର ଏମିତି ଡିସମିସ୍ କରିଥିଲେ। ଛି 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 ମୋ ଝିଅ ବାହା ହବା ଆଗରୁ ମା ହବାକୁ ଯାଉଛି। ଆସି ତ କହିଲେ ଯାହା ସେଠି ଭୁଲ କରିଥିବ ତାହେଲେ ତମେ ସେ ଆସିଲେ ଦଣ୍ଡ ପାଇବ। ଦଣ୍ଡ ଆଉ କିଛି ନୁହେଁ। ମୋ ଝିଅକୁ ବାହା ହବ ତ ଭଲ କଥା, ତା ନହେଲେ ମୋ ଝିଅକୁ ବହୁ ବେଶରେ ସଜେଇ ଦେଇ ଆଣି ଓହୋ ବଡ ଅଜବ ଲୋକ ଦେଖୁଛି ଆପଣ। କିଛି ନ ବୁଝି ନ ଶୁଣି ଯାହା ମନକୁ ଅଛି ତାହା କହିଯାଉଛନ୍ତି। ମୁଁ ସବୁ କଥା ଏକା ଥରେ ଶୁଣେଇ ନେଇଯାଉଛି। ମୋ ପ୍ରତି ଅବହେଳା କଲେ ମୁଁ କାହାରିକୁ ଛାଡ଼ିବିନି। ନିନମତେ ମୁଁ ଆମ ଗାଁର ଆୟୁର୍ବେଦିକ ଡାକ୍ତର ସାଙ୍ଗକୁ 18 ବର୍ଷର ଅପ୍ରତିଦ୍ୱନ୍ଦୀ ୱାର୍ଡ ମେମ୍ବର, ଥାନା ସବ୍ ଇନ୍ସପେକ୍ଟର, ମୋ ସାଙ୍ଗର ସାନ ସୋଡୁ, ଆଉ ହାଇକୋର୍ଟ ଓକିଲ ମୋ ଆଗ ସ୍ତ୍ରୀର 8 ନମ୍ବର ଧର୍ମ ଭାଇ, ଆଉ ମହିଳା କମିଶନର ସେକ୍ରେଟାରୀ ମୋ ମଝିଆ ଶଳାର ଧର୍ମଶାଳୀ। ମୋ ଝିଅ ପ୍ରତି ଅନ୍ୟାୟ କଲେ ସେମାନେ କାହାରିକୁ ଛାଡ଼ିବେନି, ସମସ୍ତଙ୍କୁ ଡିସମିସ୍ କରିଦେବେ। ଆପଣ କାହିଁ ବ୍ୟସ୍ତ ହଉଛନ୍ତି କହିଲେ? ଏ ଘରକୁ ଆଉ ଯୋଉ ବୋହୂ ହେଇ ଆସିଥାନ୍ତା ସିଏ ଆସିବା ପୂର୍ବରୁ ଆପଣଙ୍କ ଝିଅର ଅଳତା ପିନ୍ଧା ପାଦ 17 ତାରିଖରେ ଆପଣ ପ୍ରସ୍ତୁତ ହୁଅନ୍ତୁ। ଆପଣଙ୍କ ଝିଅ ସହିତ ମୋ ଝିଅ ବାହାଘର ନିଶ୍ଚୟ ହବ। ଯାଆନ୍ତୁ। ଠିକ ଅଛି, ମୁଁ ଯାଉଛି। ଅପେକ୍ଷା କରି ସେଇ 17 ତାରିଖ ସେଦିନ ଯେମିତି ତମେ ମତେ ଡିସମିସ୍ ନ କର। ତୁ ବାବୁକୁ ଚିହ୍ନିଛୁ? ଆରେ ମୁଁ ତତେ କଣ ପଚାରୁଛି ପରା? ଆରେ ତୁ ବାବୁକୁ ଚିହ୍ନିଛୁ? ସେ ତୁ କହୁଛନ୍ତି ତାଙ୍କ ଝିଅ ତା ତୋ ପାଇଁ ମା ହବାକୁ ଯାଉଛି। ଆରେ କଥା କଣ ସତ? ଏ କଥା କଣ ସତ? ସେ କଥା ସତ। ଆରେ ଏତେ ପାଠ ପଢି ତୋର ଏଇ ବୁଦ୍ଧି, ତୁ ଶେଷରେ ଏଇଆ କଲୁ। ଆମ 7 ପୁରୁଷରେ ଯୋଉଟା କେହି କରିନଥିଲେ ତୁ ସେଇଟା କରି ଦେଖେଇ ଦେଲୁ। ଏ ବିଶୁ, ତୋର ଏଭଳି ଅଲାଚୁପ ଭଳିଆ ମୁହଁ ବଞ୍ଚେଇ ରଖିବା ଅପେକ୍ଷା ଯା ମରିଯିବୁ ଯା। ତୋ ମୁହଁ ମୁଁ ଦେଖିବାକୁ ଚାହେଁ। ଏ ବିଶୁ, ତମମାନଙ୍କୁ କେହି ସମସ୍ତେ କହିବା ପୂର୍ବରୁ ମୁଁ ଆଉ ଏ ଦୁନିଆରେ ନଥିବି ବାବୁ। ସମସ୍ତଙ୍କ ମଙ୍ଗଳ ପାଇଁ ମୁଁ ଆତ୍ମହତ୍ୟା କରିଦେବି। ଯାହା ହବା କଥା ହେଇଯାଇଛି। ଆରେ ସବୁ କଥାର ଗୋଟେ ସମାଧାନ ଅଛି। ମୁଁ ଆର ସମାଧାନ କରିବି। ଯାଅ ଭିତରକୁ ଯାଅ। ଆରେ ଯାଅ ପରା କହୁଛି, ଯାଅ। ଏ ସଦା, ତୁମେ ଆଉ କାହାକୁ ବୁଝେଇବ? ଏ ଭୁଲର କ୍ଷମା ନାହିଁ। ଛୋଟ ପିଲା ମୁଣ୍ଡରେ ସେ ଗୋଟେ କଣ ଭୁଲ କରିଦେଇଛି? ଛୋଟ ପିଲା? କାହାକୁ ତମେ ଛୋଟ ପିଲା ବୋଲି କହୁଛ ସଦା? ଏଇଟାକୁ ତମ ଆଖି ଆଗରେ ଛୋଟ ପିଲା ହେଇପାରେ, ହେଲେ ଏ ଦୁନିଆ ଆଖି ଆଗରେ ନୁହେଁ। ତମର ସ୍ନେହ ମମତା ଭରା ପଣତ କାଣ୍ଡାକୁ ତା ଉପରେ ଉଠେଇ ଦିଅ ସଦା। ତାକୁ ଟିକେ ଏଇ ଦୁନିଆ ଆଖିରେ ବଡ ହବାକୁ ଦିଅ, ସେ ଟିକେ ଏ ଦୁନିଆ ବିଷୟରେ ଜାଣୁ। ତମେ ତା ଉପରେ କି ରାଗିଲେ ଚଳିବ କି? ରାଗିବିନି ପାରୁଥିଲା ତାହେଲେ ତ ମତେ କହିପାରିଥାନ୍ତା। ଗୋଟେ ନିର୍ବନ୍ଧ ସରିଯିବା ପରେ କୋଉ ଝିଅକୁ ମୁଁ କୁଳେରେ ଲଗାଇବି ଆଉ କୋଉ ଝିଅକୁ ମୁଁ ବୁଡେଇ ମାରିବି। କିନ୍ତୁ ମରିବନି। ଏମିତି ହେଲେ ଡିସମିସ୍ କରି ଏ ଘର ବୋହୂ କରିବି। ମୁଁ ତମକୁ ପୁରା ବାରମ୍ବାର କହୁଛି, ଏ ଘରକୁ ଆଉ ଗୋଟେ ଝିଅ ବୋହୂ ହୋଇ ଆସିବା ପୂର୍ବରୁ ତମ ଝିଅ ଏ ଘରକୁ ବୋହୂ ହୋଇ ନିଶ୍ଚୟ ଆସିବ। ଅଳତା ପିନ୍ଧା ପାଦ ଏଇ ଘରେ ନିଶ୍ଚୟ ପଡିବ। ସମ୍ଭବ ସଦା? ଇଏ କେମିତି ସମ୍ଭବ? ବାହାଘର ହେଇନି ସତ, ହେଲେ ନିର୍ବନ୍ଧ ସରିଯାଇଛି। ନିର୍ବନ୍ଧ ମାନେ
ଅଧା ବାହାଘର। ଫୁଲ ବାହାଘର ଡିସମିସ୍ ହେଇଯାଉଛି, ଅଧା ବାହାଘର ଡିସମିସ୍ ହେଇପାରିବନି। ଅରେ ବେଲି ଉପରେ ବର ଉଠି ଯାଉଛି, ଚଉଠି ରାତିରୁ ଫଟୋ ଦିଟା ହେଇଯାଉଛି, ସ୍ତ୍ରୀକୁ ଝାଡ଼ ପତ୍ର ଦେଉଛି, ଏଇ ତ କିଛି ହେଇନି। ମଉସା, ମୁଁ ପୁରା ଥରେ କହିଲି ଆପଣ 17 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତ ହେଇ ରୁହନ୍ତୁ। ଆପଣଙ୍କର ଝିଅ ସହିତ ମୋ ବିଶୁର ନିଶ୍ଚିତ ବାହାଘର। ଚାଲ ଇଏ ଗୋଟେ କଥା ନୁହେଁ। ଓଏ ସ୍ୱାମୀ ସମାଧାନ କରିପାରିଲାନି, ସ୍ତ୍ରୀ ଡିସମିସ୍ କରି ବୁଝେଇଦେଲା। ହଉ ହେଲା, ମୁଁ ସେଇ 17 ତାରିଖକୁ ଅପେକ୍ଷା କଲି। ଯେମିତି ମତେ ଡିସମିସ୍ ନ କର। ଏ ଶ୍ରଦ୍ଧା, କୋଉ ମୁହଁରେ ମୁଁ ବିସ୍ମିତା ଘରକୁ ଯିବି? କୋଉ ଅଧିକାରରେ ଏ ବାହାଘରଟାକୁ ମୁଁ ଭାଙ୍ଗି ଦେବି? ଓହୋ, ତମେ କାହିଁ ବ୍ୟସ୍ତ ହଉଛ କହିଲ? ମୋ ମନ କହୁଛି ତାଙ୍କ ଘରକୁ ଗଲେ ନିଶ୍ଚୟ କିଛି ସମାଧାନ ହବ। ଚାଲ ଆମେ ତାଙ୍କ ଘରକୁ ଯିବା। ଚାଲ। ହଉ ଚାଲ।